ओ देखो रेडी तो जमिला कौन मुंड तो मेन हो ना डालमा मुंड बेसी दरकार डालमा पे ମାଛ ହେଲେ କଣ ସାଧା ସାଧା ନା ମାଛ କେତେବେଳେ ଲୁଣ କାଇଁ ଲୁଣ ସେଇଠି ମତେ ଲୁଣ ମତେ ଦେଇଦେଲ बर्तमान मु रोड रे जाऊँगी माछ मटन धरिकी बहुत जोरे शीत पड़ुची गाड़ी चलैया बहुत असंभव हो पड़ुची तो देखिपे कुहुड़ा पाग देती भोर भोर तो बाहर के आसीगली किंतु ये जो शीत माने हाथ पूरा कोलाप्स कर दौर पूरा अलग प्रकार शीत पड़ुची अरे टे अल्प अल्प खरा आसला टे शांति लगुच गईर धान कटा होगा बहुत सारा षंड गईर जाक पूरा चलू देखो गईर जाक पूरा षंड पूरा पड़ी ठीक से देखा जाऊ न चलतु घरे पहुँचिकी कथबार्ता हाँ कौन केमती सब आज दिन टी जाऊँच आप वीडियो सहित कंटिन्यू लगिले जानीपर रेडी सांग मैंने बर्तमान राति गला दिन आपण मैंने देखले तो दिन में नहीं आसली मटन आ माछ किंतु आज घरे जमा भी समय देनी गाधेनी पाधेनी किसी ना दिन जाक आज मैच खेल हो टोटाल घरे खाया पीया किसी ना घर सब जहाँ रोसे माछ भजा मटन तरकारी टी नहीं आसी स्पेशली आज राति आम भोजी करुचु जंगल भोजी राति टाइम रे जंगल भोजी चलची काकर एमती पड़ुची वर्षा है भाया माने एक्चुअली काकर पड़ुची ना ये जो स्नो बॉल पड़ुची मुझे कहीं जापानी ठोपा ठोपा है खसुची ऊपर जहाँ भी हो ताको संधान करी
ଏବେ ଭିଡ଼ିଓ ଚାଲିଛି ମୁଁ ଭିଡ଼ିଓଟେ ଟିକେ କଣ୍ଟିନ୍ୟू କରିସାରେ ଏସବୁ ଜିନିଷ ସନ୍ଧାନ କରି ଟର୍ଚ୍ଚ ମାରିଲା ପରେ ନୁହେଁ କି ଜଣାପଡ଼ୁଛି ଆକ୍ଚୁଆଲି ସ୍ନୋ ବଲ୍ ପଇଲା ଭଳିଆ କି ବର୍ଷା ହେଲା ଭଳିଆ ଝିପଝିପି ଏମିତି ଜଣାପଡ଼ୁଛି। ଦେଖିବା ସେଇଟା କ'ଣଟା। ଦେଖନ୍ତୁ ମୋ ଚାରିପାଖ ଯାକ ଅନ୍ଧାର କେବଳ ମୁଁ ଦେଖାଯାଉଛି ଆଉ ପିଲାମାନେ ଅଛନ୍ତି ଏଠି ସବୁ ଭୋଜି ଚାଲିଛି। ଆମ ପଛପଟେ ଦେଖାଯାଉଥିବ ଚୁଲି ଜଳୁଛି କ'ଣ କିଛି ଦେଖାଯାଉନି ମ। ହଉ ନ ଦେଖାଯାଉ ଆମେ ଟିକେ ପାଖକୁ ଯାଇକି ଦେଖିଦେବା ଆଉ। ତ ଆସନ୍ତୁ ଭିଡ଼ିଓ ସହିତ କଣ୍ଟିନ୍ୟୁ ଲାଗିକି ରହିଥାନ୍ତୁ। ଦେଖନ୍ତୁ ଆମ ରାତି ଅଧିଆ ଭୋଜି କେମିତି କ'ଣ ହେଉଛି ପୁରା ଫୁଲ୍ ମଜା ଏଣ୍ଟରଟେନମେଣ୍ଟ କରିବା। ଆସ ଏଠି ରହିଛି ଆମର ମାଛ ଭଜା ରୋହି ମାଛ ଭଜା ମଟନ ତରକାରୀ ଆଜି A1 ଡାଲମା ହେଉଛି ନା ଦେଖେଇବା ନା ପୁରା ଅଲଗା ପ୍ରକାର ଡାଲମା ହେଇଛି ଆଜି। ପୁଅ ଆଜି ପୁରା ପିଆଜ କାଟିକି ଦିଖଣ୍ଡ କରିସାରିଲେଣି। ପୁଅ କ'ଣ ଦେହ ଭଲ ନାହିଁ ନା କ'ଣ? ମୋ ପୁଅ ଶୁଖି ଯାଉଛି ଶୀତ ଦିନେ। ହଉ ପୁଅ କଥା ଟିକେ ଦେଖିବା ପଛରେ। ହଁ ଠିକ୍ ଅଛି। ସାଧା ଡାଲମା ଜଣଙ୍କ ପାଇଁ କଡ଼ା ହେଇଗଲା। ଓ ଡାଲମା ପୁରା ବାସ୍ନା ଏମିତି ଆସୁଛି ପୁରା ଯେମିତି ମସଲା ନ ପଡ଼ିକି ଡାଲମାର ବାସ୍ନା ପୁରା। ପାଳଙ୍ଗ ଶାଗ ଭଗବାନ କନିଶ୍ରୀ ଆଉ ମଦରଙ୍ଗା ଦୁଇଟା ଆମେ ପାଳଙ୍ଗ ଶାଗକୁ ଜଳଙ୍ଗ ମାଛ। ପାଳଙ୍ଗ ଶାଗକୁ ଜଳଙ୍ଗ ମାଛ କି କମ୍ବିନେସନ ଏଇଟା ରହିବ ଆମର ଥମ୍ବନେଲ୍। ଦେଖନ୍ତୁ ମାଛ ପଡ଼ିବ ବର୍ତ୍ତମାନ। ଓ ଦେଖନ୍ତୁ ରେଡ଼ି ତ ଜମିଲା ଆଉ କ'ଣ। ମୁଣ୍ଡ ତ ମେନ୍ ଆଉ ନା ଡାଲମା ମୁଣ୍ଡ ବେଶୀ ଦରକାର ଡାଲମା ପାଇଁ। କାରଣ ନନା ଖାଇସାରିଲେ ଖାଇବ ନା ତାପରେ ସକାଳୁ ରହିବ। ଜବରଦସ୍ତ ବୋବାଲ ଅଛି ଇଏ ତ ଜବରଦସ୍ତ ହେଇଗଲାଣି ଆଉ। ତ ବର୍ତ୍ତମାନ ଆମର ମାଛଟେ ପଡ଼ିକି କଷା ଭିତରେ ପୁରା ରେଡ଼ି ହେଇଗଲାଣି। ତାକୁ ଏବେ ଡାଲମାରେ ପକେଇବା ଆମେ। ମୁଣ୍ଡଟା ଟିକେ ଗୁଣ୍ଡ କରିଦେବା। ହଁ ମୁଣ୍ଡଟା ଟିକେ ଭାଙ୍ଗି ଦିଅ। ମୁଣ୍ଡଟା ହେଉଛି ମେନ୍। ରସଟା ବାହାରିଯିବ ନା। ଓହୋ ସେଇ ତ ରବିବାରେ ଖାଲି ଖାଇବି ନହେଲେ ଦାଦି ମୁଁ ଆଜି ପୁରା ଜବରଦସ୍ତ ଉଡ଼ିଥାନ୍ତା ନା। ଜଳଙ୍ଗ ମାଛ ମୁଁ ମାନେ ଛୁଆ ବେଳୁ ପ୍ରିୟ ଜଳଙ୍ଗ। ନଈରେ ଧରେ ଏଠି କୋଉ ଭଳିଆ କହିଲା ଜଳଙ୍ଗ 9 କିଲିଆ 13 କିଲିଆ ଆମ ଜଳପୋଷିଆ ଗଣ୍ଡରେ ଏ ଯୋଉ ଜଳଙ୍ଗ ମାଛ ଧରୁଛି ଯୋଉ ମଜା। ଗୋଟେ ମେନ୍ ଆଇଟମଟା ରହିଯାଇଛି ନା ପଡ଼ିନି। ଏଇଟା ମେନ୍ ଗୋଟେ ବାସ୍ନା। ଓ ଏଇ ବାସ୍ନାରେ ତ କିଲେ ଚାଉଳ ଭାତ ଖାଇ ହେଇଯିବ। ଉଷୁନା ଭାତକୁ ଜଳଙ୍ଗ ମାଛ ଡାଲମା ପୁରା ଅଲଗା ପ୍ରକାର କମ୍ବିନେସନ ଉଡ଼ିବ ଘାଇଁ ଘାଇଁ। ପିଲା ସବୁ ତାତିକି ରହିଲେଣି ଖାଇବା ପାଇଁ। ମୋ ପୁଅଟା ବହୁତ ଏକ୍ସାଇଟେଡ୍ ଅଛି ଆଜି। ଜଳଙ୍ଗ ମାଛ ବା ପୁଅର ହେଉଛି ଫେଭରାଇଟ୍ ମାଛ। ଆଇଁଷ ନୁହଁ ମା ଧୁଆ ହେଇଯାଇଛି ଆଗୁଆ। ଆଉ କ'ଣ ଆଇଁଷ ଚାପ ଧୁଆ ହେଲା ବା। ଫାଇନାଲ ହେଇଗଲା ତ ରେଡ଼ି। ଓ ଭାଇରେ ପୁରା ଗୁଣ୍ଡ ଉଠି ଯାଇଛି ସେ ଡାଲମା ପୁରା ଜବରଦସ୍ତ। ଡାଲମା ନୁହଁ ଇଏ ଛିଞ୍ଚଡ଼ା ଭଳିଆ ଦେଖାଯାଉଛି। ଇଏ ଟୋଟାଲ ଉପରେ ଆମର ଆଜି ଡାଲମା ନୁହଁ ଗୋଟେ ଜବରଦସ୍ତ ଘାଣ୍ଟିଆ ଛିଞ୍ଚଡ଼ା ହେଇଛି। ପୁଅ ଏ ପତରରେ କ'ଣ ଚାଲିଛି? କ'ଣ ବାହାର ଯୋଉମାନେ ଜଙ୍ଗଲରେ ରୋଷେଇ କରୁଛେ ବାହାର ଯୋଉ ରୋଷେଇ କରୁଛେ ବାହାର ଟିକେ ଦେଇଦବା। ଆଚ୍ଛା ଆଚ୍ଛା ଏଇଟା ଆମର ଗଲା ଆରାମସେ ଖାଇବା। ଏଇଟା କ'ଣ ଅଗ୍ନିକି ଦିଆ ହେଲା ଆଗ? ହଁ ହଁ ତାପରେ ବାହାରେ ନା। ଓ ଆଜି ଗୋଟେ ବଢ଼ିଆ ଜିନିଷଟା ଦେଖିବାକୁ ମିଳିଲା। ପାଣି ଟିକେ ଦିଅ। ପାଣି ବି ଟିକେ ଏଇଟା ନିହାତି ଦରକାର ଆମର। ଯୋଉଠି ଦବ ପାଣି ବି ଟିକେ ଛିଞ୍ଚିବ ମୁଣ୍ଡିଆ ମାରିକି ଆସିବ। ଆଚ୍ଛା ଆଚ୍ଛା ଦେଖନ୍ତୁ ଏଇଟା ହେଉଛି ଆମର ବହୁତ ବଢ଼ିଆ ଜିନିଷ। ବାହାରେ ଟିକେ ରୋଷେଇ କଲେ ଆମେ ଆଗ ବାହାରେ ସବୁ ଜିନିଷ ଦେଇକି ଖାଇବା ଉଚିତ। ମାନେ ଆକ୍ଚୁଆଲି ଏଇଟା ଅନ୍ଧବିଶ୍ୱାସ ନୁହେଁ। ସବୁବେଳେ ଆମେ ସବୁ ଜିନିଷ ପିତୃପୁରୁଷଙ୍କୁ ଆମର ଦାନ କରିବା ଦରକାର ଆଉ ଅଗ୍ନିକି ଦେବା ଦରକାର। ଦେଖନ୍ତୁ ହେଇଗଲା ତ ଚାଲ ଜୟ ଜଗନ୍ନାଥ। ତ ବର୍ତ୍ତମାନ ସବୁ ସରିଲା ଏବେ ଖିଆପିଆ ଆରମ୍ଭ ହେବ। ଚାଲ ଖାଇବା ଆଉ। ମଟନ ମାଛ ଡାଲମା ଉଷୁନା ଭାତ ଲେମ୍ବୁ କଞ୍ଚା ଲଙ୍କା ଲୁଣ ପିଆଜ ଆସନ୍ତୁ ଖାଇକି ପୁରା ଏନ୍ଜୟ କରିବା। ଜବରଦସ୍ତ ହେଇଛି। ସାଧା ତ ଏକ ନମ୍ବର ହେଇଯିବ। ଆଉ ସବୁ ଭଲ ହେଇଛି ବେ। ମାଛ ଡାଲମା ସାଧା ଡାଲମା ଆଉ ହେଇଛି।
টেস্ট করে দেবো না যা দম দিও গো খারাপ দিয়ে দিও টেস্ট করি ମାଛ ହେଲେ କ'ଣ ସାଧା ସାଧା ନା ମାଛ ତୋଳା ଲୁଣ କାହିଁ ଲୁଣ ସେଇଠି ମୋତେ ଦଉନୁ ମୋତେ ଦେଇଦେବୁ ତୁ ନେଇଯାଉ ଛୁରୀରେ ନେଇଯାଉନୁ नौकरी बाबा ना इनको चाहिए बस नोट दूर मोटा क्या होनी मुझे लुण प्रॉब्लम होता है हम सुखी होती से मान लीजिए अरे बाबा हमें माटी जोड़ गया ओई 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 ଯାକ ଭାତ ଡାଲମାକୁ ଲେମ୍ବୁଟା ଟିକେ ଜବରଦସ୍ତ ନା ପୁରା ବହି ଉଠଉଛି ଆଜି ଅପସନ ଥିଲା କି ପଞ୍ଚବୁଲିରେ ତମେ ପକେଇଥିଲ ଫର୍ମ ପୁଅ କିଏ ପକେଇଥିଲା ଆଉ ମୁଁ ପକେଇନି ଯେ ମୋତେ ପକେଇ ଦେଇନି କହୁଛ ମୋତେ କୁହନ୍ତୁ ମୋ ପଟରେ ମୁଁ କହିଲି ନାହିଁ ତମ ପଟେ ତମେ ଖାଲି କହୁଛ ନା ମୁଁ ତ ତୋ ପଟେ ମୋ ପଟେ ରଖିବି ତାହେଲେ ପକେଇ ଦେଇଥିବେ ତାହେଲେ କେଜାଣି କହୁଥିଲା ନଣ୍ଡୁ ତମେ ପକେଇଛ ଖେଳ ହବ ନା ପଞ୍ଚୁଲି ଖେଳ ହବ ବଢିଆ କେବେ କେବେ ଆରମ୍ଭ ମାଟି ଆଳୁ ମୁଁ ଖାଇଦିଏ ମୁଁ ତ ଆଇଁଷ ଖାଇଛି ମାଟି ଆଳୁ ତ ମଙ୍ଗା ଜିନିଷଟା ନା ଦିଦି ମାଟି ଆଳୁ ଯିଏ ଖାଇବ ସେ ମାଟିଆ ହେଇକି ଟୋଟାଲ ସବୁବେଳେ ବୁଲିବ ମାଟି ଜୀବନ ମାଟି ତ ସବୁବେଳେ ଖାଲି ମାଟିରେ ଗୋଳେଇ ହେଇକି ରହିବ ସେ लाइक शेयर सब्सक्राइब देखा नेक्स्ट एक ब्यूटीफुल ब्लॉग रे रेडी